କେରଳରେ ବଡ଼ ବିଜୟ ଅଭିମୁଖେ କଂଗ୍ରେସ। କେରଳରେ ଭୋଟ ଗଣତି ଆଗେଇ ଚାଲିଥିବା ବେଳେ ପ୍ରାରମ୍ଭରୁ ଆଗରେ ଥିବା କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ତା'ର ଦବଦବା ବଜାୟ ରଖିଛି। ଏବେ 140ଟି ଯାକ ଆସନରେ ଭୋଟ ଗଣତି ଚାଲିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ 16ଟି ଆସନରେ ଆଗରେ ରହିଛି। ଏହା ସହିତ ଏହି ମେଣ୍ଟ ସରକାର ଗଠନ ପାଇଁ ଆବଶ୍ୟକ ହୋଇଥିବା ମ୍ୟାଜିକ୍ ନମ୍ବର ଠାରୁ ବହୁତ ଆଗରେ ରହିଛି। ଏଠାରେ ମ୍ୟାଜିକ୍ ନମ୍ବର 71 ରହିଥିବା ବେଳେ ଦଳ ତା'ଠାରୁ 25ଟି ଆସନରେ ଆଗରେ ରହିଛି। ଶାସକ ସିପିଆଇ-ଏମ୍ ନେତୃତ୍ୱାଧୀନ ମେଣ୍ଟ ଏଲ୍ଡିଏଫ୍ 42ଟି ଆସନରେ ଆଗରେ ରହିଛି। ବିଜେପି ମେଣ୍ଟ ମାତ୍ର ଗୋଟିଏ ଆସନରେ ଆଗରେ ରହିଥିବା ବେଳେ ଅନ୍ୟାନ୍ୟ 2ଟି ଆସନରେ ଆଗରେ ରହିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପଛରେ ଚାଲିଛନ୍ତି। ସେ ଧର୍ମରାମ ଆସନରେ ପଛରେ ରହିଛନ୍ତି। ତାଙ୍କ ସହିତ ତାଙ୍କ କ୍ୟାବିନେଟ୍ର 12 ଜଣ ମନ୍ତ୍ରୀ ମଧ୍ୟ ପଛରେ ଚାଲିଛନ୍ତି। କେରଳମ୍ ବିଧାନସଭାର ବିରୋଧୀ ଦଳ ନେତା ଭିଡି ସତୀଶନ୍ ଆଗରେ ରହିଛନ୍ତି।